আজি আমার বিউর মঠকু ত্যাগ করি কমগরা নদী পার হই বাবা আজ এই আমার গন্দিয়া গাহারে পৌঁছি যাইছেন বাবা ভাগ্য গ্রামবাসী কহিলে ন সরে যে খাদ্য বাবা হ্যাঁ বাবা এ গ্রামবাসী কি ভগবান মঙ্গল করে থাকতু আমার বিচারপতি মহাশয়ଙ୍କୁ এইভଳି মঞ্চ আসନରେ ଆମେ ଦେଖୁଥାଉ ବୋଲାନନ୍ଦ ଏକବାର ହେ ବାବା କିଛି ମନ ବୁଝିବାକୁ ହେଲେ ଖୁସି କରିବାକୁ ହେଲେ ବାବାଙ୍କର ରାଗ ହେଲା ଢେଗ ଢଗାଣିଆ ଢଗାଣିଆ ପଦେ ହବ ନା କହିଲା ଏ ବାପ ପୁରେଇଲା ପୁଅ ପୁରେଇଲା ଏ ବାପ ପୁରେଇଲା ପୁଅ ପୁରେଇଲା ଏଟା ହେଲା ଗନ୍ଦିଆ ଗାଁ ହଁ ବାବା ପିଠ ଗନ୍ଧି ଯିବ କଣ ପାଇଁ ଭଣ୍ଡ କହୁଛ ନା ନା ପଇସା ନେବ ଢେଗ କହିବ ତା ଉତ୍ତର କହିବ ବାବା ବାପ ପୁରେଇଲା ପୁଅ ପୁରେଇଲା ବାପ ପୁରେଇଲା ପୁଅ ପୁରେଇଲା ପୁରେଇଲେ ଗାଁ ବାଲା ଯିଏ ନ ପୁରେଇଲା ରୋଗ ତାକୁ ହେଲା ଜମ ଡୁରି ଟାଣି ନେଲା ଟିକେ ପୂର୍ବରୁ ଆଜ୍ଞା ତାଙ୍କ ନ୍ୟାୟଟା ଆମେ ବୁଝିଲୁ ଆଜ୍ଞା ଖାଲି ବାଗେରେ ବୁଝେଇଦେଲେ ପେଟରେ 50ଟା ପିଲା ଆଜ୍ଞା ତମେ କୋଉଠି କଣ ପୁରଉଛ ଟିକେ କହିଲ ଆଜ୍ଞା ଦେଖନ୍ତୁ ହଁ ବାପ ପୁରେଇଲା ସକାଳୁ ଆଜ୍ଞା ବ୍ରଶ ହଉ ଦାନ୍ତ କାଟି ହଉ ବାପ ପୁରେଇଲା ପୁଅ ପୁରେଇଲା ଝିଅ ବି ପୁରେଇଲା ଗାଁ ସାରା ବି ପୁରେଇଲେ ଆଜ୍ଞା ଯିଏ ବ୍ରଶ ନ କରୁଛି ତା ପାଟି ଗନ୍ଧୁଛି ନାନାଦି ରୋଗ ହଉଛି ଜୀବାଣୁ ଯାଉଛନ୍ତି ଆଜ୍ଞା ନାନାଦି ରୋଗ ହେଇ ଲାଷ୍ଟରେ କଟକ ନହେଲେ ଭଲ କର ବୋଲି ଦୁର୍ଗା ମଠ ଟିକେ ଯାଉଛନ୍ତି ଶୁଣ ବାବା ଆମ ଭାଷାରେ ଆମେ ବ୍ରଶ କଲୁ ମୁଖ ପ୍ରକ୍ଷାଳନ କଲୁ କିନ୍ତୁ ତମ ସାଧୁ ଭାଷାଟା ବଢିଆ ପୁଅ ଖାଲି ପୁରେଇଲ ଭାଷାଟା ଏଇଟା ଶିଖେଇଲ ଆମକୁ ଆଜ୍ଞା ପଦେ ଶ୍ଲୋକ ଗୀତ ଆଜ୍ଞା ଗୁରୁ ହେ ଦର୍ଶନ କଲୁ ପୁଣ୍ୟ ଆମର ବହେ ପୁଣ୍ୟ ହବ ଆମର ଧନ୍ୟବାଦ ଯେ ସାଧୁଙ୍କ ନ୍ୟାୟରେ ଟିକେ ଯିବା ଆମର ସାଧୁ ମାନେ ଯୋଗ ଜନ୍ମା ନାଇଁ ପୁଅ ଟିକେ ତଣ୍ଟି ବସି ଆସିଲାଣି ଟିକେ ଦର୍ଶନରେ ସାଧୁ ମାନେ ଯୋଗ ଜନ୍ମା ସେମାନେ ସମସ୍ତ ତଥ୍ୟ ଜାଣନ୍ତି ତ ମୁଁ ଗୋଟେ କଥା କହିବି ଆମେ ଆମର ଯୋଉ ଆତ୍ମାଟି ଅଛି ଆପଣ ଯୋଗ ସାଧନ କରି ଜାଣିପାରୁଥିବେ आत्मा होची अक्षेत्र मदाह मुकुल दोषस्य एवच नैनम छिन्दन्ति शस्त्राणि नैनम दहति पावक आत्मा जल रे बुड़ेनी निया रे पड़ेनी तार मरण नहीं
ଏ ଜୀବଟା ସିନା ଚାଲିଯାଏ, ସ୍ଥୂଳ ଶରୀର ଚାଲିଯାଏ, କିନ୍ତୁ ଆତ୍ମା ଆଉ ଗୋଟେ ଜାଗାରେ ସ୍ଥାନ ପାଏ। କହିବା କଥା ଏ ଆତ୍ମାଟା ମଣିଷ ଶରୀର ଭିତରେ ଅଛି। ମଣିଷ ଜୀବନ ଯେଉଁ ଚାରିଟା ଅବସ୍ଥା ନାଇଁ, ଜାଗ୍ରତ, ସୁଷୁପ୍ତି, ତୁରୀୟ, ଏଭଳି ଚାରିଟା ଅବସ୍ଥାରେ ଆତ୍ମାଟାର ନାଁ ସବୁ ବଦଳିଯାଏ। ଆଉ ଶରୀର ଭିତରେ ଆତ୍ମା ଚେଞ୍ଜ ହୁଏ। ଯେତେବେଳେ ମଣିଷ ଜାଗ୍ରତ ଥାଏ, ସେ ଆତ୍ମାଟି ନେତ୍ରରେ ଥାଏ, ତା ନାଁଟି ଥାଏ ପ୍ରାଜ୍ଞ। ସେଇଭଳି ସୁଷୁପ୍ତି ଅବସ୍ଥାରେ, ତୁରୀୟ ଅବସ୍ଥାରେ ଆତ୍ମା କୋଉଠି ଥାଏ, ତା ନାଁ କ'ଣ? ବୁଝିହେଉଛି ସ୍ପଷ୍ଟ? ଜୀବର ଚାରି ଅବସ୍ଥା: ଜାଗ୍ରତ, ସୁଷୁପ୍ତି, ତୁରୀୟ, ସ୍ୱପ୍ନ। এই চারি অবস্থাରେ আত্মা କେତେବେଳେ କୋଉ ଅବସ୍ଥାରେ କୋଉଠି ଥାଏ? ମୁଁ ଗୋଟିଏ କହିଲି, ଜାଗ୍ରତ ଥିଲାବେଳେ ଆତ୍ମା ନେତ୍ରକୁ ପଳେଇ ଆସିବ, ତା ନାଁଟା ହେବ ପ୍ରାଜ୍ଞ। ସେମିତି ସୁଷୁପ୍ତିଟା କହିଲେ ଆପଣ, ଜୀବ ଆତ୍ମା ଯେତେବେଳେ ସୁଷୁପ୍ତିରେ ଥିବ, ନାଇଁ, ଜୀବ ଯେତେବେଳେ ସୁଷୁପ୍ତି ଅବସ୍ଥାରେ ଥିବ, ଆତ୍ମାଟା କୋଉଠି ଥିବ ଶରୀରରେ? ଆଜ୍ଞା, ଜୀବ ଯେତେବେଳେ ସୁଷୁପ୍ତି ଅବସ୍ଥାରେ ଥିବ, ସେତେବେଳେ ଅନାହତ ଚକ୍ରରେ ଆତ୍ମାଟା ଥିବ। ତମା ବାବା? ଆଜ୍ଞା, ଅନାହତ ଚକ୍ର ମାନେ ହୃଦ ଚକ୍ର ଆଜ୍ଞା, ଯୋଉଟା କୁହନ୍ତୁ। ହଁ, ଆଜ୍ଞା, ସ୍ୱାଦିଷ୍ଟ ଥାଏ ସେତେବେଳେ। ହଉ, ସେତେବେଳେ ତା ନାଁଟା କ'ଣ? ଖାଲି ନାଁଟା କହିଲ। ଯେତେବେଳେ ଅନାହତ ଚକ୍ରରେ ଥାଏ, ହଁ ଆଜ୍ଞା, ସେତେବେଳେ ତାଙ୍କର ନାଁ ହେଲା ଦିବ୍ୟ। ଭାଇ, ଆମ ଗାଁକୁ ତମେ ଆଇଲ ଯେ ପ୍ରକୃତ ବାବା କି କ'ଣ କାହିଁକି ମୁଁ ବୁଝିପାରୁନି। ହଉ ଦେଖି, ଛୋଟିଆ କଥାଟେ କହିବା, ଏଇଟା କହିଦେବ ବୋଲେ ଠିକ୍ ବାବା। ଆମେ ସାକଲ୍ୟ ପ୍ରସ୍ତୁତ କରେ ଯଜ୍ଞରେ। ସାକଲ୍ୟ, ଏ ସାକଲ୍ୟ ପ୍ରସ୍ତୁତିଟା କେମିତି କର? କ'ଣ କ'ଣ ମିଶ, କେମିତି, କୋଉ ଢଙ୍ଗରେ ଟିକେ କହିଲ? କହ। ସାକଲ୍ୟଟା କେଉଁ ଦ୍ରବ୍ୟକୁ ନେଇକି ପ୍ରସ୍ତୁତ? କେମିତି ପ୍ରସ୍ତୁତି ହୁଏ ସାକଲ୍ୟ? ସାର୍ କିଛି ବୃକ୍ଷର ଆମର ହଉ ହଉ, ତୁମେ ବାବା ସାକଲ୍ୟ। ଆଜ୍ଞା, ସାକଲ୍ୟ କହିଲେ ଆଜ୍ଞା, ଯୋଉଟା ଆମର ସକାଳୁ ସକାଳୁ ବାବା ମାନେ ଗ୍ରହଣ କରନ୍ତି, ଚୁଡ଼ା, ଦହି। ନାହିଁ ରେ ବାବା, ସାର୍ ସାକଲ୍ୟ ହେଉଛି ଦେବତା ମାନଙ୍କର ପ୍ରଧାନ ଖାଦ୍ୟ, ଯୋଉଟାକି ଯଜ୍ଞ ଆହୁତିରେ ସାର୍ ସାକଲ୍ୟ ଦିଆଯାଏ। ହଁ, ଥରେ ଥରେ କହିଲେ ଆଉ ଦ୍ୱିତୀୟ ନାହିଁ, ମୁଁ କହିଦେଉଛି ସାକଲ୍ୟ। ଯେତିକି ଯବ ତାର ଅଧା ତିଳ, ଯେତିକି ତିଳ ତାର ଅଧା ଚାଉଳ, ଯେତିକି ଚାଉଳ ତାର ଅଧା ମିଠା ବା ଗୁଡ଼। ତେମେ ବାବାଜୀ ମାନେ ଆମକୁ ଠକିବା ପାଇଁ ଆଇଛ, ଏ ଜୋରନ୍ଦାରୁ ବୋଧେ ଆଇନ, ଆଉ କୋଉଠୁ ଆଇଛ? ତମେ ଯାଅ, ଆଗ ବର୍ଷକୁ ଆଇବ। ଏ ବର୍ଷ ତମ କଥା ବୁଝିବୁନି, ତମ ଫଳ ଭୁଲ ଆମେ ପଇସା ପତ୍ର ଦେଇ ତମକୁ ରଖେଇଥିଲୁ, ତ ଫଳ ଫଳ। ଯାଅ, ଧନ୍ୟବାଦ। ଗୋପୀ ଆସିବେ, ଆପଣଙ୍କର ଗୋପୀ ଆସିବେ ବିରୁ, ବିରୁର ଗୋପୀ ଆସିବେ ବୋଧେ ବାବାଜୀ।